ଆକାଶରେ ତାରା ଉଠିଲେ ମାଟିକୁ କୋଉଟା ଆଲୁଅ ଆସେ ଯେ ବାଟ ଦିଶୁ। ସେଇ ଅନ୍ଧାରରେ ରାଧୁକୁ କିନ୍ତୁ ଏବେ ତା ବାଟ ତୋଫା ଦିଶୁଛି। ତା ହାତ ଏବେ ଧନ ଧରିଛି ନା, ତେଣୁ ତା ଆଗରେ ଏବେ ଆଲୁଅ ତାକୁ ଦିଶି ଯାଉଛି। କେତେ କାମ, ଝିଅର ପୁଣି ବାହାଘର, ସୁନା ରୂପା ଲୁଗାପଟା, ତାପରେ ଆଉ ଯେତେ ଯାହା, ତାର ବଡ଼ ଖୁସି। ସବୁ ଠିକଠାକ ହେଇଯିବ, କିଛି ରୁକିଯିବ ନାହିଁ। ସେମାନେ ତ ଜବାବ ଦେଇଗଲେ, ସେ ସେମାନଙ୍କ କଥାରେ ହଁ ମାରିଦେଲା। ଆଉ କଥା କୋଉଠି ଅଟକିବ? ସେଥିପାଇଁ ତ ସେ ତା 24 ଗୁଣ୍ଠିଆ 6 ଖଣ୍ଡ ଜମି ବିକ୍ରି କରିଦେଇଛି। ଏବେ ତା ହାତରେ ପୁଳାଏ ଟଙ୍କା। ଆଗକୁ ବାହାଘର ପାଇଁ ଯାହା କାମ ଓ ଯୋଗାଡ଼ ଯନ୍ତ୍ର, ତା ଆଗକୁ ଲଗ୍ନ ଧରା ଓ ବାହାଘର। ରାଧୁ ବହୁତ ଖୁସିରେ ଅଛି, ଆଉ ଖୁସିରେ ଦାଣ୍ଡକୁ ଓହ୍ଲେଇ ଯାଇଛି। ହଠାତ୍ ଦାଣ୍ଡରୁ ଶୁଣିଲା ତା ଝିଅ ବାହାଘର ଭାଙ୍ଗିଗଲା। ଆଗ ତ ସେ ନୁକ ସାହୁର ସେଇ ସବୁ କଥାକୁ ସେ ବିଶ୍ୱାସ କଲା ନାହିଁ। ସେ କେବେ ବି ଭାବିନଥିଲା ତାର ଭାତ ଥାଳିରେ ଏମିତି କିଏ ଧୂଳି ପକେଇ ଦବ। ଧନ ବଳରେ ହେଉ କି ମାନ ବଳରେ ତା ଝିଅ ବାହାଘର ଏମିତି କିଏ ଭାଙ୍ଗିଦବ। ଭଲ ପାତ୍ର ବୋଲି ନିଜ ଝିଅ ସାଙ୍ଗେ ସେ ସେଇ ପ୍ରସ୍ତାବକୁ ରଫାଦଫା କରିଦେବ। ତେବେ ସେ କଥା ସତ ଥିଲା, ତା ଝିଅ ବାହାଘର ଭାଙ୍ଗି ଯାଇଥିଲା। ସେ ଦାଣ୍ଡରୁ ଘରକୁ ଲେଉଟି ଗଲା। କାନ୍ଦୁଥିଲା ତା ସ୍ତ୍ରୀ। ସେଇଠି ଟିକେ ଦୂରରେ ତା ଝିଅ ପୁରା ଚୁପଚାପ ବସିଥିଲା। ତା ମୁହଁଟା ପୁରା ଓହ୍ଲେଇ ପଡ଼ିଥିଲା। ସେ ବି ତା ନିଜ ଭିତରେ କାନ୍ଦୁଥିଲା। ରାଧୁ ସେଇଠି ବସି ପଡ଼ିଲା। ତାକୁ ଲାଗୁଥିଲା ସେ ଯେମିତି ନିଜେ ସରି ସରି ଯାଉଛି, ଗୋଟେ ମାଟି ପିଣ୍ଡରେ ପରିଣତ ହେଉଯାଉଛି। ରାଧୁଟା କଞ୍ଚା ଗରିବଟା, ସରଳ ମଣିଷ। ସେ କାରଣ କ'ଣ ଜାଣିନଥିଲା, ଆଉ କିଏ ସେ କାରଣର ମୂଳ ତାକୁ ମଧ୍ୟ ଜାଣିନଥିଲା। ତେବେ ଯେଉଁଠି ଓ ଯାହା ପାଖରେ ଏତେ କୂଟ, ସେ ଯାଏ ସେ ଉଠି ପାରିବ ନାହିଁ। ସେମାନେ ବଡ଼ ଲୋକ, ଆରି ଲମ୍ବା ହାତ, ଧନରେ ମାନରେ ସେମାନେ ଯେଉଁଠି, ରାଧୁ ତା 14 ପୁରୁଷର ବି ସେଠି ପହଞ୍ଚି ପାରିବ ନାହିଁ। ସେ ଶୁଣିଲା, କାନ୍ଦିଲା। ମନକୁ ତାର କ'ଣ ଆସିଲା କେଜାଣି, ସେ ଥିଲା ଦାଣ୍ଡକୁ ଦୌଡ଼ିଗଲା। ଦାଣ୍ଡରୁ ଅଞ୍ଜୁଳେ ଦାଣ୍ଡ ଧୂଳିକୁ ଧରିଲା। ହାତ ଟେକିଦେଲା, ମଥା ଟେକିଦେଲା, ଆକାଶକୁ ଅନେଇ ତା ଆତ୍ମାର କଥା କହିଲା। ସେ କିଏ ଉପରେ ଅଛନ୍ତି ତାଙ୍କୁ ସେ ଅନେଇ କହି ଚାଲିଲା, ପ୍ରଭୁ, ମୋ ହାତରୁ ଯିଏ ମୋର ସବୁ କିଛି ନେଇଗଲା, ତାକୁ ତା ପରାପତ ନୁହେଁ, ଧରିଲା ହାତ ଝଡ଼ି ପଡ଼ୁ। ଏମିତି କେତେ କ'ଣ ତା ମନକୁ ଯେତେ ଯାହା ଆସିଲା ସେ ଅନର୍ଗଳ କହି ଚାଲିଲା। ଆଉ କହୁଥିଲା, ଭୋ ଭୋ ହେଇ କାନ୍ଦୁଥିଲା। ହାତରେ ଧରିବା ଧୂଳି ପାଣି ପରି ବୁହାଇ ଯାଉଥିଲା। ଧୂଳି ସବୁ ଝଡ଼ି ଝଡ଼ି ତା ମୁହଁକୁ ଛାତିକୁ ଧୂଳି ବର୍ଣ୍ଣ କରିଦେଉଥିଲା। ବୋହି ଯାଉଥିବା ଲୁହରେ ପଡ଼ି ସତେକି ତା ଆମ୍ଭ ରୂପ ତା ମୁହଁରେ ଆଙ୍କି ହୋଇ ଯାଉଥିଲା। ଲୋକେ କାବା ହୋଇଗଲେ ଦେଖି। ସବୁଠି ତ ସପକ୍ଷ ବିପକ୍ଷ ରହିଛନ୍ତି। ସେଇ ଭାବେ ଲୋକଙ୍କ କଥା କହି ଚାଲିଥିଲେ। ଯାହାକୁ ରାଧୁ ଶୁଣୁନଥିଲା, ଆଉ ସେମିତି କାନ୍ଦୁଥିଲା, ସେମିତି ଠିଆ ହୋଇଥିଲା। ବାହାରି ଆସିଲେ ତା ସ୍ତ୍ରୀ ଓ ଝିଅ। ତାକୁ ଘେନି ଘରକୁ ନେଇଗଲେ। ତାକୁ ବୋଧ କରିବା ପାଇଁ ଚେଷ୍ଟା କରୁଥିଲେ। ରାଧୁର ମନ କିନ୍ତୁ ବୁଝୁନଥିଲା। ସେ ସେଇମିତି କାଦୁ ଚାଲିଥିଲା। ପ୍ରଭୁଙ୍କୁ ତାର ଦାଇନୀ ଜଣାଉଥିଲା। ଗରିବର ଛାତି ଜୀବନ ଚକ୍ର ଭିତରେ ଖାଲି ଟାଣ ହୋଇଯାଏ ନାହିଁ, ପଥରି ପାଲଟିଯାଏ। ସତରେ ରାଧୁଟା ପୁରା ପଥର ହୋଇଗଲାଣି। ନହେଲେ ତାହାରି ଦୁଆର ଦେଇ ସେଇ ବର ବାଣ ରୋଷଣୀ ଗାଁ ଭିତରକୁ ଗଲା। ସେ ଅନେଇ ରହିଲା। ଭୋଜି ଭାତରେ ଗାଁ ଭାସିଗଲା। ସେ ଜଳକା ପରି ଅନେଇଥିଲା। କାହା କଥାରେ କଥା ନାହିଁ, କିଏ କ'ଣ କହୁଛି ସେ ହେଜୁ ନାହିଁ। କିଏ ତ କହି ପକେଇଲେ ଲୋକଟା ପାଗଳ ହୋଇଗଲା। ଛୋଟ ମୁଣ୍ଡ ବସ୍ ଚହଲି ଗଲା। ତା କେତେ ଦିନ ପରେ ରାଧୁ ଲୁଚେଇ ଲୁଚେଇ କାନ୍ଦୁଥିବାର ଦେଖିଲା ତା ସ୍ତ୍ରୀ। କିଛି କାରଣ ନଥିବ, ଅଥଚ ସେ କାନ୍ଦୁଥିବ। ସବୁ ତ ହେଲା, ଆମ ଝିଅ ତ ଆଉ ଗୋଟେ ଭଲ ଜାଗାରେ ବାହା ହେଲା। କେଡ଼େ ସୁନ୍ଦର ବର, କେଡ଼େ ସୁନ୍ଦର ଘର, କେଡ଼େ ସୁନ୍ଦର ବନ୍ଧୁ, କୋଉଠି କିଛିର ଅଭାବ ନାହିଁ। ଝିଅର ସବୁ ତ ଭଲ, ସେ ଶୁଣୁଛି ଆଉ ଦେଖିକି ବି ଆସିଛି। ତେବେ କଥା କୋଉଠି ରହିଲା? ରାଧୁକୁ ଦେଖୁ ଶୁଣି ତା ସ୍ତ୍ରୀ ଖାଲି ଭାବି ହେଲା। ସେଦିନ ସେତେବେଳକୁ ରାଧୁ ଗାଧେଇକି ଆସି ହାତରେ ପାଣି ଲୋଟାଟେ ଧରିଥାଏ। ତା ସ୍ତ୍ରୀ ଘରୁ ଥାଇ ଦେଖୁଥାଏ ରାଧୁ ବାଡ଼ି ଗଡ଼ିଆରୁ ଗାଧୋଇ ଗାଧୋଇ ଆସିଲା। ଆଣିଥିବା ପାଣି ଲୋଟାରୁ ଅଞ୍ଜୁଳି ପାଣି ତା ହାତରେ ନେଲା, ଆଉ ଆକାଶକୁ ଅନେଇଲା। ସେଇଠି ତାର ବିଶ୍ୱାସରେ କେହି ଅଛନ୍ତି ବୋଧେ। ସେ ହଁ କରି କୁହାଉଛନ୍ତି। ସେ ତାଙ୍କୁ ପ୍ରଣାମ କଲା, କହିଲା, ତା ଭିତରେ ବହୁଥିବା ତା ଆତ୍ମକଥା, ପ୍ରଭୁ, ସେ ଝିଅଟାକୁ ଉଦ୍ଧାର କର। ମୋ ପାଟିରୁ ବାହାରିଗଲା, ସେ ନିରୀହଟା ଦଣ୍ଡ ପାଇଲା। କିଛି ବାଟ କର ପ୍ରଭୁ, କିଛି ତୁମେ କର।
ରାଧୁର ପ୍ରଭୁଙ୍କୁ ଏହି ଦୁଃଖ ଯନ୍ତ୍ରଣାର ଅନୁତାପର ଭରା କଥା ଶୁଣାଗଲା ବୋଧେ। ଅନ୍ୟ ଜଣେ ଭାବିବ ଈଶ୍ୱର ଯେମିତି ଜଣେ କଞ୍ଚା ମାଂସର ମଣିଷ, ତା ଆଗରେ ସେ ଅଛନ୍ତି। ସେ ତାଙ୍କୁ ହିଁ କହୁଛି, ରାଧୁ ମୂର୍ଖ, ତାର ଛୋଟ ମୁଣ୍ଡ, ଅଳ୍ପ ବୁଦ୍ଧି, ସେ ସେତିକିରେ ସେ ଜାଣିଛି। ତାର ଅଭିଶାପ ସେ ଘର ଛୁଆଟା ଉପରେ ପଡ଼ିଗଲା। ବାହା ହୋଇ କେଇ ଦିନରେ ଝିଅଟା ତା ସ୍ୱାମୀକୁ ହରାଇଲା। ସେଥିପାଇଁ ରାଧୁ ଭାବୁଛି ସେ ନିଜେ ହିଁ ଦୋଷୀ। ତା ମନ କଥା ଆଉ କାହାକୁ ସେ କହିବ? ସେ ହିଁ ଜଣେ ଏକା ତ ତାର, ତାଙ୍କୁ ହିଁ କହୁଥିଲା, ତାଙ୍କୁ ହିଁ ରାଧି ପାଣି ଧୂଳି ଲୁହ ଅର୍ପଣ କରୁଥିଲା। ତା ସ୍ତ୍ରୀ ସେଇ ଘର ଭିତରୁ ରାଧୁର ଆତ୍ମକନ୍ଦରରେ ବସି ତାକୁ ଦେଖୁଥିଲା। ଜଣେ ମଣିଷ ବଡ଼ ହୋଇଯାଉଥିଲା ତା ଆଖି ସାମ୍ନାରେ। ମହାପୁରୁଷ କ'ଣ ଓ କିଏ ସେ ଦେଖି ନାହିଁ, ତେବେ ସ୍ୱାମୀ ତା ପାଇଁ ଆକାଶ ପାଲଟି ଯାଉଥିଲେ। ଜଣେ ମଣିଷକୁ ତା ଆଖି ପାଉନଥିଲେ। ସେ ରହିପାରିଲା ନାହିଁ ଏକା, ସ୍ୱାମୀ ସହ ସମାନ ହୋଇଗଲା ସେଇଠିକି ଯାଇ। ତାଙ୍କ ସହ ମିଶିଯାଇ କହିଲା, ତମେ ବ୍ୟସ୍ତ ହୁଅ ନା, ସେ ଝିଅର ଦେଖିବ ଦିନେ ନା ଦିନେ ଭଲ ଦିନ ଆସିବ, ଅନ୍ଧାର ନିଭିଯିବ, ଆଲୁଅ ଆସିବ। ବହୁତ ଦିନ ଏ ଭିତରେ ବିତିଗଲାଣି। ଆଜି ରାଧୁ ସେହି ମହତ୍ ଖବର ପାଇଲା। ଯେଉଁ ଝିଅ ପାଇଁ ସେ ଦାଣ୍ଡ ଧୂଳି ଆଖିର ପାଣିରେ ଅଭିଶାପ ବାଢ଼ିଥିଲା, ସେ ଝିଅକୁ ତା ସ୍ୱାମୀର ଅକାଳ ମୃତ୍ୟୁର ଏତେ ଦିନ ପରେ ଆଉ ଜଣେ ବାହା ହେଲା, ସେ ବି କୂଳ ଧରିଥିଲା। ରାଧୁ ବୁଝୁଥିଲା, ମଣିଷ ଛାର, ଈଶ୍ୱର ହିଁ ଉପରୁ ଥାଇ ଘଟସୂତ୍ରରେ ଗଣ୍ଠି ପକା। କୁଟୁମ୍ବ ଭିଆନ୍ତି, ଯାହା ପାଇଁ ଯିଏ ସେ ହିଁ ସ୍ଥିର କରେ। ବାସ୍ ଏତିକି ପରେ ସେ ଏବେ ସେ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଥିଲା। ଆଞ୍ଜୁଳା ଆଞ୍ଜୁଳା ପାଣିରେ, ଆଖିର ଲୁହରେ, ଏବଂ ସେ ହାତ ଉଠାଇଲା। ସେଇ ଲୁହ, ସେଇ ପାଣି ତା ହାତରେ ଓ ଆଖିରେ ସେ ନଦିଆ ନାଚିଲା ପରି ନାଚିବାକୁ ଲାଗିଲା ସେଇ ପ୍ରଭୁଙ୍କ ନାଁରେ। ସତେକି ସେ ପ୍ରଭୁ ତା ପ୍ରଭୁଙ୍କୁ ପାଇଯାଇଛି ତା ସାକ୍ଷାତରେ। ସେଇଠି ତାକୁ ପାଗଳ କହିବାକୁ କିଏ ନଥିଲା, ଥିଲା କହିଲେ କେବଳ ତାର ସ୍ତ୍ରୀ। ତା ଆଖି ଆଖିର ବି ଲୁହ ଟଳମ, ଲୁହ କି ବହିବ ବହିବ ହେଉଥିଲା। ସେମାନଙ୍କୁ ସେହି ବିଶ୍ୱାସର ଈଶ୍ୱର ମୁକ୍ତି କରିଦେଇଛନ୍ତି ବନ୍ଧନରୁ। ସେଇଥିପାଇଁ ଜଣେ କାନ୍ଦି କାନ୍ଦି ନାଚୁଥିଲା, ଆଉ ଜଣେ କାନ୍ଦିବ କାନ୍ଦିବ ହେଉଥିଲା।